हट 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 हुर्रे हुर्रे हट हट हुर्रे हुर्रे। କୃଷକଟି କିଛି ସମୟ ଚାଷ କରିବା ପରେ କହିଲା, ଆଜି ସୂର୍ଯ୍ୟଙ୍କର ବେଶୀ ତେଜ ଅଛି। ଖରାର ଜୋର ତେଜରେ ଦେହଟା ପୁରା ପୋଡ଼ିଗଲାଣି। ଯାଉଛି ଟିକିଏ ଗଛ ତଳେ ବସି ପଡ଼ିବି, ଟିକେ ରେଷ୍ଟ ନେଇ ତାପରେ ଚାଷ କାମ ପୁଣି ଆଉଥରେ ଷ୍ଟାର୍ଟ କରିବି। ମତେ ଜୋରେ ଭୋକ ଲାଗୁଛି। ସକାଳୁ ଏ ପର୍ଯ୍ୟନ୍ତ ଖୋଜୁଛି, ହେଲେ କିଛି ବି ହେଲେ ଶିକାର ପାଇଲି ନାହିଁ। ଯାଉଛି ସେପଟକୁ ଟିକେ ଯିବି, କାଳେ କୋଉଠି କ'ଣ ଶିକାର ମିଳିଯିବ। ବାଘଟି ଦେଖିଲା ଗୋଟିଏ ଚାଷୀଟିଏ ତାର ବଳଦକୁ ସେଠାରେ ରଖି ଗୋଟିଏ ଗଛ ମୂଳରେ ବସିଛି। ଆରେ ୱାହ, ଏ ଆଖି ଆଜି କ'ଣ ନ ଦେଖିଲା ରେ। କି ହୋ ବନ୍ଧୁ, କେମିତି ଅଛ? ତୁମକୁ ଦେଖିକି ଲାଗୁଛି ଆଜିର ଦିନଟା ଭଲରେ ଯିବ ମୋର। ବାଘକୁ ଦେଖି କୃଷକଟି ବହୁତ ଡରିଗଲା। ବାଘ ଯେମିତି ନ ଜାଣିପାରିବ ଯେ ସେ ଡରି ଯାଇଛି ବୋଲି, ତ ସାଙ୍ଗେ ସାଙ୍ଗେ କୃଷକଟି କହିଲା, ଭଲ ଅଛି ବାଘ ମାମୁଁ, ଆଉ ତୁମକୁ ଦେଖି ମୋର ସବୁ କ୍ଳାନ୍ତ ଦୂର ହୋଇଗଲା। ଆଚ୍ଛା ବାଘ ମାମୁଁ, ତୁମର କ'ଣ କିଛି ଚାଷବାସ କାମ କରିବାର ଅଛି କି? ତୁମର ବଳଦ ଦୁଇଟି ତ ବହୁତ ମୋଟାସୋଟା ଓ ଗୋଲଗାଲିଆ ହୋଇଛନ୍ତି। ମୁଁ ତୁମର ବଳଦ ଦୁଇଟିକୁ ଖାଇବାକୁ ଚାହେଁ। ତୁମେ ଶୀଘ୍ର ଶୀଘ୍ର ଲଙ୍ଗଳରୁ ଏଇ ବଳଦ ଦୁଇଟିକୁ ଖୋଲିଦିଅ, ଆଉ ଆଜି ମୋତେ ଏଇ ବଳଦ ଦୁଇଟିକୁ ତୁମେ ଦେଇଦିଅ, ଆଉ ତୁମେ ତୁମ ଘରକୁ ଚାଲିଯାଅ। ଆଉ ମୋର ଚାଷ କାମ ଦରକାର ହେଲେ ତୁମକୁ ମୁଁ କହିବି, ବୁଝିଲ? କୃଷକ ଯେତେବେଳେ ଦେଖିଲା ବାଘଟି ଖାଲି ତାର ବଳଦ ଦୁଇଟିକୁ ଖାଇବାକୁ ଚାହୁଁଛି, କିନ୍ତୁ ତାକୁ ଖାଇବାକୁ ଚାହୁଁନି, ତ କୃଷକର ଟିକେ ସାହସ ବଢ଼ିଗଲା। ମହାରାଜ, ଆପଣ ଯଦି ମୋର ବଳଦ ଦୁଇଟିକୁ ଖାଇଦେବେ, ତାହେଲେ ମୁଁ ଜମି ଚାଷ କରିବି କେମିତି? ତାପରେ ଗୋଟେ କାମ କଲେ, ଏମିତି କଲେ କେମିତି ହେବ? ମୋର ଘରେ ଆଠୁ ବି ଅଧିକା ମୋଟାସୋଟା ଆଉ ଦୁଧିଆଳି ଗାଈଟିଏ ଅଛି। ଆପଣ ଯଦି ସେ ଗାଈଟାକୁ ଖାଆନ୍ତେ, ତାହେଲେ ବହୁତ ଭଲ ହୁଅନ୍ତା। ଦୟାକରି ମୋର ବଳଦ ଦୁଇଟାକୁ ଖାଆନି, ଛାଡ଼ି ଦିଅନ୍ତୁ। ହଁ, ଗୋଟେ କାମ କରିବି, ଆଜି ଗାଈଟାକୁ ଖାଇଦେବି, ତାପରେ କୃଷକ ଆଉ ତାର ବଳଦ ଦୁଇଟିକୁ ଖାଇବି। ଠିକ୍ ଅଛି, ଯା ତୋର ସେଇ ଗାଈଟାକୁ ନେଇକି ଆସ। ହଉ ଠିକ୍ ଅଛି, ମୁଁ ଏବେ ଯାଇ ଗାଈଟାକୁ ନେଇ ଆସୁଛି। ହଉ ଯା, ହେଲେ ତୁ ମୋତେ ଭୋକରେ ରଖିବୁନି କିନ୍ତୁ। କୃଷକଟି ସାଙ୍ଗେ ସାଙ୍ଗେ ବାଘ ପାଖରୁ ମୁକ୍ତି ପାଇ ବଳଦ ଦୁଇଟିକୁ ନେଇ ସିଧା ଚାଲିଗଲା ତାର ଘରକୁ। ଆଉ ବାଘଟି ଗାଈଟିକୁ ଖାଇବ ବୋଲି ଅପେକ୍ଷା କରି ରହିଲା। ଆରେ, ଏତେ ଜଲ୍ଦି ତୁମେ ପଳେଇ ଆସିଲ ବାପା? ମା ତ ଏପର୍ଯ୍ୟନ୍ତ ରୋଷେଇ ବି କରିନି। ଜାଣିଛୁ ପୁଅ, ବାଘ ଆମର ବଳଦ ଦୁଇଟିକୁ ଖାଇବାକୁ ଚାହୁଁଥିଲା। ମୁଁ ଆମ ଗାଈଟାକୁ ଖାଇବାକୁ ଦେବି ବୋଲି କହିଦେଇ ଆସିଛି। କ'ଣ ହେଲା ବାପା? ତୁମେ ଆମ ଗାଈଟାକୁ ଦେଇଦେବ? ଆମକୁ କ୍ଷୀର ଦେଉଥିବା ଗାଈଟାକୁ ଦେଇଦେବ ବୋଲି କହିଦେଇ ଆସିଛ? ଗାଈଟାକୁ ଦେଇଦେଲେ ଆମେ କେମିତି କ୍ଷୀର ପିଇବୁ? ଆଉ ଘିଅ କୋଉଠୁ ପାଇବୁ? ରୋଷେଇ ବି କେମିତି ହବ? ତା ଛଡ଼ା ତୁମେ ଗାଈ ବଦଳରେ ଏଇ ବଳଦ ଦୁଇଟିକୁ ଦେଇଦିଅ। ତାହେଲେ ଆମେ ଜମି ଚାଷ କେମିତି କରିବା? ଆଉ ଜମି ଚାଷ ନ କଲେ ଆମେ ଫସଲ କେମିତି ପାଇବା? ଆଉ ଆମର ସଂସାର ଚଳିବ କେମିତି? ଆମର ତ ଦୁଇଟି ଯାକ ମାନେ ବଳଦ ଆଉ ଗାଈ ବି ଦରକାର। ବାପା, ତୁମେ ଯଦି ବୋକା ନ ହୋଇଥାନ୍ତ, ତାହେଲେ ବାଘକୁ ବୋକା ବନେଇ ଆସିଥାନ୍ତ। ଚୁପ୍ କର, ଠିକ୍ ଅଛି। ତୁ ଯଦି ନିଜକୁ ଏତେ ଚାଲାକ ଭାବୁଛୁ, ତାହେଲେ ବାଘକୁ ଗାଈ ନ ଦେବା ଆଉ ଆମର ବଳଦ ନ ଯିବାର ଆମକୁ ବଞ୍ଚେଇବା ପାଇଁ କିଛି ଗୋଟେ ବୁଦ୍ଧି ବାହାର କର। ଗୋଟେ ତ କିଛି ଉପାୟ ମୁଁ ନିଶ୍ଚିତ ବାହାର କରିବି ବାପା। ତ ତା ଆଗରୁ ତୁମେ ବାଘକୁ ଯାଇ କୁହ, ଗାଈଟା ତୁମ ସହିତ ଆସିବା ପାଇଁ ଇଚ୍ଛା କରୁନି, ମୋର ପୁଅ ତାକୁ ନେଇକି ଆସୁଛି ବୋଲି କହିବ।
କୃଷକଟି ଜମି ଆଡ଼କୁ ଚାଲିଲା। ଯାଇ ଦେଖିଲା ବାଘଟି ସେଇଠାରେ ହିଁ ଛିଡ଼ା ହୋଇଛି, ଆଉ ତାର ପାଦକୁ ଚାପି ହୋଇ ରଖିଛି। କିରେ ପୁଅ, ତୁ କ'ଣ ଖାଲି ହାତରେ ଆସିଛୁ? ଗାଈ କୁଆଡ଼େ ଗଲା? ମହାରାଜ, ଆଉ କିଛି ସମୟ ଅପେକ୍ଷା କରନ୍ତୁ, ମୋ ପୁଅ ଗାଈଟାକୁ ନେଇ ଆସୁଛି। ଦେଖ, ମୋ ସାଙ୍ଗରେ ଚାଲାକି କରିବୁ ନାହିଁ, ବୁଝିଲୁ ତ ତୁ? ନା ମହାରାଜ, ମୁଁ କିଛି ଚାଲାକି କରିବାକୁ ଚେଷ୍ଟା କରୁନି। କୃଷକର ପୁଅ ଗୋଟିଏ ଅଦ୍ଭୁତ ମୁଖା ପିନ୍ଧି ଗଧ ଉପରେ ବସି ସେହି ଜାଗାକୁ ଆସିଲା। ବାଘକୁ ଅଣଦେଖା କରି ସେ ଜୋରେ ଜୋରେ କହିବାକୁ ଲାଗିଲା, ମତେ ଲାଗୁଛି ଏଠାରେ ଗୋଟିଏ ବାଘ ଅଛି ବୋଧେ। କାଲି ତ ମୁଁ 3ଟି ବାଘକୁ ମାରି ଖାଇଥିଲି, ଆଉ ଆଜି? ହଉ, ଏଇ ଗୋଟିଏ ବାଘକୁ ମାରିକି ଖାଇବାକୁ ପଡ଼ିବ ମତେ। ହେଲେ ବାଘଟା ତ କୋଉଠି କାହିଁ ଅଛି ବୋଲି ମୁଁ ଜାଣିପାରୁନି। ଆରେ, ଏଇ ତ, ସେଇଠାରେ ତ ବାଘଟା ଛିଡ଼ା ହୋଇଛି। ଯାଏଁ, ତାକୁ ଆଗ ମାରିକି ଖାଇଦିଏ। ଆରେ ବାବାରେ, ଏ ଶଇତାନଟା ପୁଣି କିଏ? ବାଘକୁ ମାରି ପୁଣି ତାର ମାଂସ ଖାଇବ? ଯାଉଛି ଏଠାରୁ ଜଲ୍ଦି ପଳେଇବି, ନହେଲେ ତ ଆଜି ମୁଁ ଗଲି। ବାଘଟି ତାପରେ ସେଠାରୁ ଦୌଡ଼ି ଚାଲିଗଲା। ବାଘଟି ଦୌଡ଼ି ଯାଉଥିବା ସମୟରେ ଗୋଟିଏ ଶିଆଳଟିଏ ତାକୁ ଦେଖିବାକୁ ପାଇଲା, ଆଉ ବାଘଟିକୁ ଯାଉଥିବାର ଦେଖି ବାଘ ସହିତ ବି ସେଇ ଶିଆଳଟି ତା ସହିତ ଚାଲିଲା। ନିରାପଦରେ ବାଘ ସହିତ କିଛି ବାଟ ଯିବା ପରେ ଶିଆଳଟି ବାଘକୁ କହିଲା, ବାଘ ମାମୁଁ, ଏମିତି ଶୀଘ୍ର ଶୀଘ୍ର କୁଆଡ଼େ ଯାଉଛ? ଆରେ ବୋକା ଶିଆଳ, ତୁ କ'ଣ ଜାଣିପାରୁନୁ? ଗଧରେ ଚଢ଼ି ଗୋଟିଏ ଅଦ୍ଭୁତ ଶଇତାନ ଆମ ଏରିଆକୁ ଆସିଛି। ମହାରାଜ, ମୁଁ ତ ସକାଳଠାରୁ ଏଇଠାରେ ହିଁ ଅଛି। କାହିଁ କିଛି ଶଇତାନ ଫଇତାନକୁ ତ ଦେଖିବାକୁ ପାଇନି। ଗଧର ପିଠିରେ ତ ଦେଖିଥିଲି ମୁଁ କୃଷକର ପୁଅକୁ। ସେ ବୋଧେ ତୁମକୁ ଭୟ ଦେଖାଇବା ପାଇଁ ଏଭଳି ଛଦ୍ମବେଶ ଧାରଣ କରିଛି। ବୁଝିଲ ବାଘ ମାମୁଁ? କ'ଣ କହିଲୁ? ସିଏ କୃଷକର ପୁଅ? ଆରେ, ତୁ ଠିକ କହୁଛୁ ତ, ନା ମୋ ସାଙ୍ଗରେ ମଜା କରୁଛୁ? କ'ଣ କହୁଛନ୍ତି ମହାରାଜ? ମୁଁ ଆପଣଙ୍କ ସହିତ ପୁଣି ମଜା କରିବି? ଏତେ ବଡ଼ ସାହସ କ'ଣ ମୋର ଅଛି? ଆପଣ ଯଦି ଠିକରେ ଟିକେ ନଜର କରିଥାନ୍ତେ, ତାହେଲେ ଜାଣିପାରିଥାନ୍ତେ ସିଏ ହିଁ ଥିଲା କୃଷକର ପୁଅ। ଗୋଟେ ଛୋଟ ଛୁଆର ଭୟରେ ଆପଣ ଏମିତି ପଳେଇ ଆସିବାଟା କିଛି ଠିକ ହେଲାନି ମହାରାଜ, କିଛି ବି ଠିକ ହେଲାନି। ଏସବୁ କଥା ଶୁଣିକି ବାଘଟି କୃଷକର ପୁଅକୁ ଶାସ୍ତି ଦେବାର କଥା ଭାବିଲା, ଆଉ ଶିଆଳ ଉପରେ ଟିକେ ବିଶ୍ୱାସ ବି କରୁନଥିଲା। ଆରେ ଏ ଶିଆଳ, ମତେ କିଛି କୋଉ ଫନ୍ଦିରେ ପକେଇବାକୁ ଚେଷ୍ଟା କରୁନୁ ତ? ମୁଁ ଯଦି ସେଠାକୁ ଯିବି, ତାହେଲେ ତୁ କ'ଣ ମୋ ସାଙ୍ଗରେ ସେଠାକୁ ଯିବୁ? ନା ତୁ ଏଠୁ ପଳେଇବୁ? ନା ନା ମହାରାଜ, ମୁଁ ଆପଣଙ୍କ ସହିତ ହିଁ ସେଇଠାକୁ ଯିବି। କାଳେ ମୁଁ ଏଠାରୁ ପଳେଇବି, ଏଇଆ ଭୟ କରୁଛନ୍ତି କି ଆପଣ? ଠିକ୍ ଅଛି, ଆପଣଙ୍କର ଯଦି ବିଶ୍ୱାସ ନ ହେଉଛି, ତାହେଲେ ଆପଣଙ୍କର ଲାଞ୍ଜ ସହିତ ମୋର ଲାଞ୍ଜକୁ ବାନ୍ଧି ତାପରେ ଚାଲନ୍ତୁ। ହଉ ହଉ, ଠିକ ଅଛି, ତୋର କଥାଟା ମତେ ଭଲ ଲାଗୁଛି। ମୁଁ ଏବେ ହିଁ ମୋ ଲାଞ୍ଜ ସହିତ ତୋର ଲାଞ୍ଜକୁ ବାନ୍ଧି ଦଉଛି। ଏହାପରେ ବାଘ ଓ ଶିଆଳ ସେଠାକୁ ଯିବା ପାଇଁ ବାହାରିଲେ। ସେଠାକୁ ଯାଇ ଦେଖିଲେ କୃଷକ ଓ ତାର ପୁଅ ସେଇଠାରେ ହିଁ ଅଛନ୍ତି। ଦେଖିଲେ ତ ମହାରାଜ, ସେମାନେ 2 ଜଣ ଯାକ ଏଇଠାରେ ହିଁ ଅଛନ୍ତି, ଆଉ ସେମାନେ କେମିତି ହସ ମଜା କରୁଛନ୍ତି ଦେଖିଲ ତ? ଆସ ଆସ ଶିଆଳ ମଉସା, ଆସ ଆସ, ତୁମେ ତ ସତରେ ଆମର ଜଣେ ଉପକାରୀ ବନ୍ଧୁ। ମୁଁ ଯାହା ଚାହୁଁଥିଲି ତୁମେ ସେଇଆ କଲ। ବାଘଟିକୁ ମୋ ପାଇଁ ଧରି ନେଇ ଆସିଲ। ତୁମର ବୁଦ୍ଧିକୁ ତ ମାନିବାକୁ ପଡ଼ିବ। ତୁମକୁ କ'ଣ କହି ଯେ ଧନ୍ୟବାଦ ଦେବି? ଆରେ ହେ ମିଥ୍ୟାବାଦୀ ଶିଆଳ, କୋଉଠିକା? ତୁ ମତେ ଭୁଲେଇ ଦେବାକୁ ଚାହୁଁଛୁ? ଚାଲ ମୋ ସହିତ,
ଆଜି ତତେ ଏମିତି ମଜା ଚଖେଇବି ଯେ ତୁ ମତେ ଧୋକା ଦେବା ଆଗରୁ ବାରମ୍ବାର ଭାବିବୁ। ବିଶ୍ୱାସ କରନ୍ତୁ ମହାରାଜ, ମୁଁ କିଛି ବି ହେଲେ କରିନି। ମୋ ସହିତ ପୁଣି ଧୋକାବାଜି? ତତେ ତ ଏହାର ଶାସ୍ତି ପାଇବାକୁ ହିଁ ପଡ଼ିବ। ଏହା କହି ବାଘଟି ଜୋରରେ ଯିବାକୁ ଲାଗିଲା। ବାଘର ଲାଞ୍ଜ ସହିତ ଶିଆଳର ଲାଞ୍ଜ ବନ୍ଧା ହୋଇଥିବା ଯୋଗୁଁ ଠିକରେ ଯାଇପାରୁନଥିଲା ଶିଆଳଟି। ଶିଆଳ କ'ଣ ବାଘ ସହିତ ଦୌଡ଼ି ପାରିବ କି? ଶିଆଳଟି ପଡ଼ିଗଲା। ବାଘଟି ଜୋରେ ଜୋରେ ଯିବାରୁ ଶିଆଳଟି ଘୋଷାଡ଼ି ହୋଇ ଚାଲିଲା। ମହାରାଜ ଟିକେ ରୁହନ୍ତୁ, ରୁହନ୍ତୁ ମହାରାଜ, ରୁହନ୍ତୁ, ଜୋରେ କଷ୍ଟ ହେଉଛି। ଆଗ ଗୋଟେ ମୁଁ ନିରାପଦ ଜାଗାକୁ ଯାଏଁ, ତାପରେ ରହିବି, ଆଉ ତାପରେ ତତେ ଉଚିତ ଶିକ୍ଷା ଦେବି। ମୋ ସହିତ ପୁଣି ଚାଲାକି କରୁଛୁ? ରୁହନ୍ତୁ ମହାରାଜ, ରୁହନ୍ତୁ, ମହାରାଜ, ମରିଗଲି। ଚୁପ୍ କର ଶିଆଳ, ଆଉ ଟିକେ ବାଟ ଯିବା ପାଇଁ ଅଛି। ସେଇଠାରେ ପହଞ୍ଚିଗଲେ ମୁଁ ଯାଇ ରହିବି। ରୁହନ୍ତୁ ମହାରାଜ, ରୁହ, ରୁହ ମହାରାଜ, ରୁହ। ଓହୋ ରେ, ବାବା ବଞ୍ଚିଗଲି ସେ ଶୈତାନ କବଳରୁ। ବାଘଟି ଯେତେବେଳେ ସେଠାରେ ରହିଲା ସେତେବେଳକୁ ଶିଆଳର ମରା ମରା ଅବସ୍ଥା। ଶିଆଳ, ଏ ଶିଆଳ, ଉଠ ଉଠ। ହେଲେ ଶିଆଳଟି ତାର କଥା କହିବାର ଶକ୍ତି ହରେଇ ବସିଲାଣି। ଗୋଟିଏ ଜଙ୍ଗଲରେ ଥରେ ଗୋଟିଏ ବାଟୋଇ ଯାଉଥିବା ସମୟରେ ତାର ହାତରୁ ଗୋଟିଏ ମାଠିଆଟିଏ ଖସି ପଡ଼ିଥିଲା। ଆଉ ସେହି ମାଠିଆଟିକୁ ସିଏ ନ ନେଇ ବାଟୋଇଟି ସେଠାରୁ ଚାଲିଗଲା। ମାଠିଆଟି ପଡ଼ିଯିବା ପରେ ସେଠାରେ ଗୋଟିଏ ମାଛି ଉଡ଼ି ଆସିଲା। ଆଉ ମାଛିଟି ମାଠିଆଟିକୁ ଦେଖି ଭାବିଲା, ଏଇଟା ବୋଧେ ଗୋଟିଏ ମାଟିରେ ତିଆରି ଛୋଟ ଘରଟିଏ। ଆରେ ଏଇଠି ତ ଗୋଟିଏ ଘରଟିଏ ସୁନ୍ଦର ହେଇଛି, ତା ଭିତରେ କ'ଣ କିଏ ଅଛି କି? ମାଛିଟି ପାଖକୁ ଆସି ଭଲ କରି ଦେଖିଲା ପାତ୍ରଟି ଫାଙ୍କା ଅଛି। ଆଉ ତାପରେ ଉଡ଼ି ଆସି ଭିତରେ ପଶିଗଲା। ଆଉ ତା ଭିତରେ ସେ ତା ପାଇଁ ଛୋଟ ଘରଟିଏ ବନେଇ ନେଲା। ତାପରେ ଗୋଟିଏ ମଶା ସେଠାକୁ ଉଡ଼ି ଆସିଲା। ଆଉ ସେ କହିଲା, ଆରେ ଇଏ କ'ଣ, ମୁଁ ତ ଦେଖୁଛି ମାଟିର ଗୋଟିଏ ଛୋଟ ଘର। ଏ ଘରେ କ'ଣ କେହି ରହୁନାହାନ୍ତି କି? ଆରେ ଶୁଣା ଯାଉଛି, ଭିତରେ କିଏ ଅଛ? ମୁଁ ଅଛି। ଭଣ ଭଣ ସାଉଣ୍ଡ କରି ଉଡ଼ି ଆସିଲା ମାଛି। ଆଉ କହିଲା, ତୁମେ କିଏ? ଖୁବ୍ ଖୁସି ଖୁସିରେ ଭାବି ମଶାଟି କହିଲା, ମୁଁ ହେଉଛି ମଶା। ହଉ ହଉ, ଭଲ ହେଲା, ଆସ ଆସ, ଆମେ ସାଙ୍ଗ ହୋଇ ରହିବା। ମଶାଟି ଭିତରକୁ ଉଡ଼ି ଆସିଲା। ଆଉ ଗୋଟିଏ ମାଟିର ଛୋଟ ବସାଟିଏ କରି ଭିତରେ ରହିଗଲେ। ତାପରେ ସେଠାକୁ ଗୋଟିଏ ମୂଷାଟିଏ ଆସିଲା। ଆରେ ଇଏ ତ ଗୋଟିଏ ମାଟିର ଛୋଟ ଘରଟିଏ, ଏଠି କ'ଣ କିଏ ରହୁଛି କି? ଆରେ ଶୁଣା ଯାଉଛି, ଭିତରେ କିଏ ଅଛ? ମାଛିଟି ଭଣ ଭଣ କରି କହିଲା, ଆମେ ଅଛୁ, ହେଲେ ତୁମେ କିଏ? ଖୁସି ଖୁସିରେ ମୂଷାଟି କହିଲା, ମୁଁ ହେଉଛି ମୂଷା। ହଉ, ଭଲ ହେଲା, ଆସ ନା, ଆମେ ଏକା ସାଙ୍ଗରେ ରହିବା। ମୂଷାଟି ଭିତରକୁ ଚାଲି ଆସିଲା। ତାପରେ 3 ଜଣ ଯାକ ସେଠାରେ ବସା ବାନ୍ଧି ରହିଗଲେ। ତାପରେ ଗୋଟିଏ ବେଙ୍ଗ ଫକ୍ ଫକ୍ କରି ଡେଇଁ ସେଠାକୁ ଚାଲି ଆସିଲା। ଆରେ ଇଏ ତ ମୁଁ ଦେଖୁଛି ମାଟିର ଛୋଟ ଘରଟିଏ। ମୁଁ ତ ଆଶ୍ଚର୍ଯ୍ୟ ହୋଇଯାଉଛି, ଏଠାରେ ଆଉ କେହି ରହୁନାହାନ୍ତି ତ? ଆରେ ଓ, ଶୁଣା ଯାଉଛି, ଭିତରେ କିଏ ଅଛ? ମାଛିଟି ଭଣ ଭଣ କରି, ମଶା ପୋ ପୋ କରି ଓ ମୂଷାଟି କିସ୍ କିସ୍ କରି କହି ଉଠିଲେ, ଆମେ ମାନେ ଅଛୁ, ହେଲେ
ତୁମେ କିଏ? ଖୁବ୍ ଖୁସି ଖୁସି ଭାବରେ ବେଙ୍ଗଟି କହିଲା, ମୁଁ ହେଲି ବେଙ୍ଗ। ହଉ, ଭଲ ହେଲା, ଆସ ଆସ, ଆମ ସାଙ୍ଗରେ ସାଙ୍ଗ ହୋଇ ରହିବ। ତାପରେ ବେଙ୍ଗଟି ଡେଇଁ ଡେଇଁ ସେ ଭିତରକୁ ଚାଲି ଆସିଲା। ତାପରେ 4 ଜଣ ଯାକ ସେଠାରେ ବସା ବାନ୍ଧି ରହିଗଲେ। ତାପରେ ସେଠାକୁ ଗୋଟିଏ ଠେକୁଆଟିଏ ଆସି ପହଞ୍ଚିଗଲା। ଆରେ, ଇଏ ତ ମାଟିରେ ଗୋଟିଏ ସୁନ୍ଦର ଛୋଟ ଘରଟିଏ। ଏଠାରେ କ'ଣ କେହି ରହୁନାହାନ୍ତି କି? ଆରେ, କିଏ ଅଛ କି? ତୁମକୁ ଶୁଣାଯାଉଛି ନା ନାହିଁ? ଭିତରେ କିଏ ଅଛ କି? ମାଛି ଭଣ ଭଣ କରି, ମଶା ପୋ ପୋ କରି, ମୂଷା କିସ୍ କିସ୍ କରି ଓ ବେଙ୍ଗଟି ଘନ ଘନ ଶବ୍ଦ କରି ଉତ୍ତର ଦେଲେ କି, ଆମେମାନେ ଅଛୁ। ହେଲେ ତୁମେ କିଏ? ମୁଁ ହେଲି ଟିପ୍ ଟିପ୍ ଠେକୁଆ। ତୁମେମାନେ ମୋତେ ଚିହ୍ନି ପାରିବ କି ନାହିଁ କେଜାଣି, ହେଲେ ମୁଁ ତୁମମାନଙ୍କୁ ଜାଣିଛି। ମୁଁ ଏଠି ସେଠି ବୁଲେ, ମୋର କୌଣସି ନିର୍ଦ୍ଦିଷ୍ଟ ଠିକଣା ନାହିଁ। ହଉ, ଭଲ ହେଲା, ଆସ ନା, ତୁମେ ବି ଆମ ସହିତ ଏକା ସାଙ୍ଗରେ ମିଶିକି ରହିବ। ଠେକୁଆଟି ଭିତରକୁ ଚାଲି ଆସିଲା। ତାପରେ ସେ 5 ଜଣ ଯାକ ସେଠାରେ ବସା ବାନ୍ଧି ରହିଗଲେ। କିଛି ସମୟ ପରେ ଗୋଟିଏ ଶିଆଳ ସେଠାକୁ ଦୌଡ଼ି ଆସିଲା। ଆଉ ସେଇ ଛୋଟ ମାଟି ପାତ୍ରଟିକୁ ଦେଖି ସେ କହିଲା, ଆରେ ବାଃ, ଇଏ ତ ଗୋଟିଏ ସୁନ୍ଦର ମାଟିର ଛୋଟ ଘରଟିଏ। ମୁଁ ତ ଆକୁ ଦେଖି ଭାରି ଖୁସି ହୋଇଗଲି। ଏଠାରେ କିଏ କ'ଣ ରହୁଛି କି? ଆରେ ଓ, ମୋ କଥା ଶୁଭୁଛି କି କାହାକୁ? ଏଠାରେ କିଏ ଅଛ କି ନାହିଁ? ହଁ ହଁ, ଆମେମାନେ ଅଛୁ, ହେଲେ ତୁମେ କିଏ? ଖୁବ୍ ଖୁସି ଖୁସି ଭାବରେ ଶିଆଳଟି କହିଲା, ମୁଁ ହେଲି କୁଇ କୁଇ ଶିଆଳ। ତୁମେମାନେ ମୋତେ ନିଶ୍ଚିତ ଚିହ୍ନି ପାରିବ। ମୋର ସ୍ୱର ପୁରା ମଧୁର। ମୁଁ ବହୁତ ଭଲ। ମୁଁ କାହାକୁ କାମୁଡ଼ା କାମୁଡ଼ି ଜମା କରେନି। ଭଲ ହେଲା, ଆସ ଆସ, ଶିଆଳ ଭାଇ, ଆମ ସାଙ୍ଗରେ ସାଙ୍ଗ ହୋଇ ରହିବ। ତାପରେ ସାଙ୍ଗେ ସାଙ୍ଗେ ଶିଆଳଟି ଭୁସ୍ କରି ଭିତରକୁ ପଶି ଆସିଲା। ତାପରେ ସେହି 6 ଜଣ ଯାକ ସେହି ମାଟି ପାତ୍ର ଭିତରେ ରହିବାକୁ ଲାଗିଲେ। କିଛି ସମୟ ପରେ ଦୌଡ଼ି ଦୌଡ଼ି ସେଠାରେ ଗୋଟିଏ ନେଉଳଟିଏ ଆସି ପହଞ୍ଚିଗଲା। ଆରେ, ଏଠି ତ କ'ଣ ଗୋଟିଏ ମାଟିର ସୁନ୍ଦର ଘରଟିଏ ଅଛି। ଏଠାରେ କିଏ କ'ଣ ରହୁଛି ନା କ'ଣ? ଏଠାରେ କିଏ ଅଛ? ମୋ କଥା କାହାକୁ ଶୁଭୁଛି କି ନାହିଁ? ହଁ ହଁ, ଆମେମାନେ ଅଛୁ, ହେଲେ ତୁମେ କିଏ? ପୁରା ଖୁସି ଖୁସି ଭାବରେ ନେଉଳଟି କହିଲା, ଆରେ ଆରେ, ତୁମେମାନେ ମୋତେ ନିଶ୍ଚୟ ଚିହ୍ନି ପାରିବ। ଦୌଡ଼ିବା ସମୟରେ ମୁଁ ଅଟକେନି। ମୁଁ ମୋ ଶିକାର ଉପରେ ମାଡ଼ି ବସେ। ହଉ ହଉ, ଭଲ ହେଲା, ଆସ ଆସ, ଆମ ସହିତ ମିଶିକି ରହିବ। ତାପରେ ନେଉଳଟି ଭିତରକୁ ପଶିଗଲା। ତାପରେ 7 ଜଣ ଯାକ ସେ ଭିତରେ ବସା ବାନ୍ଧି ରହିଲେ। ଆରାମରେ ଦିନଗୁଡ଼ା ସେମାନେ କାଟିବାକୁ ଲାଗିଲେ। ହେଲେ ଗୋଟିଏ ଦିନ ଗୋଟିଏ ଭାଲୁ ଦୌଡ଼ି ଦୌଡ଼ି ଯାଉଥିଲା ଗୋଟିଏ ବଣରୁ ଆଉ ଗୋଟିଏ ବଣକୁ। ଯାଉ ଯାଉ ସେ ଦେଖିଲା ଗୋଟିଏ ମାଟିର ପାତ୍ରଟିଏ ପଡ଼ି ରହିଛି ରାସ୍ତା କଡ଼ରେ। ସେଠାରେ ଭାଲୁଟି ଟିକେ ରହିଗଲା। ଆରେ, ଏଠି ତ କ'ଣ ଗୋଟିଏ ମାଟିର ଛୋଟ ଘରଟିଏ ଅଛି। ଏଠାରେ କ'ଣ କିଏ ରହୁଛି କି? ଆରେ ଓ, ଏଠି କ'ଣ କିଏ ଅଛ କି? ମୋ କଥା ଶୁଭୁଛି କି ନାହିଁ କାହାକୁ? ଆମେମାନେ ଅଛୁ, ହେଲେ ତୁମେ କିଏ? ମୁଁ ହେଲି ଭାଲୁ। ତୁମେମାନେ ମୋତେ ନିଶ୍ଚୟ ଚିହ୍ନି ପାରିବ। ମୁଁ ଯାହାକୁ ଜାକିକି ଧରିଦେବି ସିଏ ମରିଯିବ। ତାପରେ ଭାଲୁଟି ସେହି ମାଟି ପାତ୍ର ଉପରେ ଧପକିନି ବସି ପଡ଼ିଲା। ତାପରେ କ'ଣ ଆଉ ହେବ, ସେହି ମାଟିର ମାଠିଆଟି ପୁରା ଗଲା ଭାଙ୍ଗି। ଏମିତି ଟୁକୁରା ଟୁକୁରା ହୋଇଗଲା ଯେ 7 ଜଣ ବନ୍ଧୁଯାକ ଏମିତି ଭୟ ପାଇଲେ ଯେ ଯିଏ ଯୋଉ ଦିଗକୁ ପାଇଲା ଦୌଡ଼ି ପଳେଇଗଲେ।